ହେଇଟି ଶୁଣୁଛ ଶୁଣୁଛ ନା ନାଇଁ ମ ଶୁଣୁଛ ଉଠୁନ ଏ ଲୋକ ଉଠିବନି ଆଉ ଶୋଇଥା ହେଇଟି ନିଦରୁ ତମକୁ ଉଠାଇ ପାରୁନି ଚିଠି ଲେଖି ଦେଇ ଯାଉଛି ଉଠିଲେ ପୁଅକୁ ନିଘା ରଖିଥିବ ତୁମ ପିଠି କଡ଼େ ସେ ଶୋଇଛି କଡ଼ ଲେଉଟିଲା ବେଳକୁ ଦେଖିକି ଲେଉଟିବ ନହେଲେ ସେ ଚିଠି ହେଇଯିବ ନିଦ ଭାଙ୍ଗିଗଲେ ଚିଲେଇ କାନ୍ଦିବ ଉଠାଇ ଆଣିବ ମୋ ପୁଅକୁ ଗପ ଗୀତ କହି ବୋଧ କରିଦେବ ଦେଖାଇ ଖେଳଣା ସବୁକୁ ତାର ଯେତେ ସବୁ ଖେଳଣା ଅଛି ତାକୁ ସବୁ ଦବ ସେ ଯେମିତି ନ କାନ୍ଦେ ଆଉ କଅଁଳ ଖରାରେ ତେଲ ଘଷିଦବ ପୋଛିଦେବ ଦେହ ମୁଣ୍ଡକୁ ପପୁ ବୋତଲକୁ ହାତେ ଦେଇଦେବ ଗୋଳି ପାଣି କ୍ଷୀର ଗୁଣ୍ଡକୁ ମୋ ଧନ ସବୁ କାମକୁ ପାରିବ କି କୋଡ଼ିହଣା କାମ କରୁଛ କେଜାଣି ଫେରୁଛ ଲେଟ୍ ନାଇଟି ନିଦ ଭାଙ୍ଗିଗଲେ ମତେ ଖୋଜିବନି କହିଦଉଛି ମୁଁ ଯାଉଛି ଦିନ ଡ୍ୟୁଟି ଫେରୁ ମୋର ଲେଟ୍ ହୋଇପାରେ ବ୍ୟସ୍ତ ହେବ ନାହିଁ ଜମାଟି ୟାକୁ ତ ବିକଳିଆ ଭଳିଆ ଫୋନ କରିବନି ମାଇଣ୍ଡ କରିବନି ରଖିଛି ବୋଲିକି କାଲିର ବଳକା ପାଇଛି ଆଜି ଟିକେ ଶୀଘ୍ର ଉଠି ହେଲାନି ଆଉ କାଲି ବାସି ପାଇଟିଆର ଅଛି ତାକୁ ଟିକେ ଶୀଘ୍ର ସାରିଦବ ମୁଁ ଗିରସ୍ତ ପରି କିଏ ହବ ସବୁ କାମକୁ ଟିକେ ଶୀଘ୍ର ସାରିଦବ ଶୀଘ୍ର ଧନ କାମ ସାରିଦବ ମାଜି ଦେବ ଅଇଁଠା ବାସନରେ କାଲିଠୁ ମଜା ହେଇନି ଅଛି ସେ ଘର ଦ୍ୱାରା ଟିକେ ଓଳାଇ ଆଣିବ ସଫା କରିଦବ ପିନ୍ଧା ବାସନ ତମରି ପ୍ୟାଣ୍ଟ ସାର୍ଟ ସଫା କଲା ବେଳେ ମୋ ଲୁଗା ଦିଟା ବି ସେଥିରେ ପକେଇଦବ ଏକା ବେଳକେ ସଫା ହେଇଯିବ ସଫା ସରିଗଲେ ଧୁଆ ଲୁଗା ସବୁ ଛାତରେ ଶୁଖାଇ ଆସିବ ମୋ ଧନ ସବୁ କାମକୁ ପାରିବ ଗାଧୁଆ ପାଧୁଆ ସରିଗଲେ ଧନ ଚୁଡ଼ା ଚକଟିକି ଖାଇଦବ ଚୁଡ଼ା ଥାକରେ ଥୁଆ ହେଇଛି ସେଠୁ ଆଣି ଖାଇବ ତମେ ଚିନି ଟିକେ କମ ପକେଇବ ତମକୁ ନହେଲେ ଡାଇବେଟିସ୍ ହେଇଯିବ ମୁଁ କିଛି ଖାଇ ନାହିଁ ମୁଁ ଯାଉଛି ସେମିତି ବାହାରେ ଜଳଖିଆ କରିବି ଚୁଡ଼ାରେ ଚଳେଇ ଦେଇଥାଅ ଆଜି ଦିନଟି ଚୁଡ଼ା ଖାଇ ଦେଇଥାଅ ବରା ତମ ପାଇଁ ଆଣିବି ହଁ ଶୁଣ ଠାକୁର ପୂଜାକୁ ଡେରି କରିବନି ପଡ଼ୋଶୀ ହସିରେ ଦେଖିକି ଦିନ 12টাରେ ଧୂପ କାଠି ଜାଳି ବଡେଇବ ଯଦି ଘଣ୍ଟିକି ଦିନ 12টাରେ ଆଉ ଠାକୁର ପୂଜା କରିବନି ଅବଦୁଲ ମିଆଁକୁ କହି ରଖିଛି ମୁଁ ଦେଇଯିବ କିଲେ ମଟନ ତମର କୁଆଡେ ଯିବା ଦରକାର ନାହିଁ ମୁଁ ସବୁ ବ୍ୟବସ୍ଥା କରିଦେଇଛି ଅଳ୍ପ ତେଲରେ ମସଲା କଷିକି ରାନ୍ଧିଦେବ କରି ଯତନ କରିକି ରାନ୍ଧିବ ନହେଲେ ଇଆଡେ ସିଆଡେ ଫୋପଡ଼ା ଫିଆ ଛୋଟ ପିଲା ଭଳିଆ କରିକି ଫୋପାଡ଼ି ନଥିବ ଆଉ ଖାଇଦେବ ତୁମେ ଇଚ୍ଛା ମୁତାବକ କରିବନି ଜମା ଡେରିରେ ରୋଷେଇ ସଇଲା ମାନେ ତୁମେ ତମର ଖାଇଦବ ମୋ ପାଇଁ ଖାଇବା ରଖିଦେଇଥିବ ଘୋଡ଼ାଇ କିଚେନ ଭାଡ଼ିରେ ତାକୁ ବାଗେଇକି ଭଲ କି ଘୋଡ଼ିଆ ଘୋଡ଼ି କରିକି ଉପରକୁ ଟେକିକି ରଖିଦବ ବିଲେଇ ଯେମିତି ନ ଖାଏ ନହେଲେ ମୁଁ ତମକୁ ଖାଇଦେବି କିଏ ଆସିକି ବାଧାରେ ରୋଷେଇ କରିବ କହିଲ ମୁଁ ଯେମିତି କହିଲି ଘର କାମ ସବୁ ଗୋଟି କରିକି ସେମିତିଆ କରିବ ମୋ ଧନଟା ପରା ଘର କାମ ଶୀଘ୍ର ସାରିଦବ ଧନ ରଖିବନି କିଛି ପଛକୁ କିଛି ରଖିବନି ଫୁରୁସତ ଦେଖି ଘୁମାଇ ପଡ଼ିବ ଆରାମ ଲାଗିବ ଦେହକୁ ରେଷ୍ଟ ନବ ନିଜ ଦେହର ଯତ୍ନ ନିଜେ ନବ ମୁଁ ତ ଘରେ ରହୁନି ଆଉ ତମର ଯତ୍ନ ନବ କିଏ ମତେ ବି ସମୟ ହଉନି ଆଉ ବା ଯତ୍ନ ତ ନୁହଁ ତମେ ଜୀବନ ନଉଛ ଏମିତିଆ ଖଣ୍ଡେ ସ୍ତ୍ରୀ କାର ଦରକାର ଭାଇ ୟାକୁ ତା ସେ ସେୟାର କର